मोर प्रिय श्रोता बंधु जय जगन्नाथ हृदय गुंजरण रे आपण मानक स्वागत। आसतु आज श्रीमद् भागवत गीतार तृतीय अध्याय आम श्रवण करिबा। ओं श्री परमात्मनाय नमः। अथ तृतीय अध्याय कर्मयोग। अर्जुन उवाच जयसि चेतकर्माणस्ते मता बुद्धि जनार्दन तत्किं कर्माणि घोरे मां नियजसि केशव। अर्जुन कहले, हे जनार्दन, यदि आपणक मतरे कर्म अपेक्षा ज्ञान श्रेष्ठ, तेबे हे केशव मते काहेकि उभयंक कर्मरे लगाउछन्ति? भयंकर कर्मरे लगाउछन्ति। व्यामिश्रेण बाजेन बुद्धिं महाय शिव मे तदेकं वद निश्चित जेन श्रेयः माप्नुयाम्। आपण गोलिया मिशिया परी लागुथिबा कथारे मोर बुद्धिको मोहित प्राय करी देउछन्ति। तेणु निश्चय करी गोटिए कथा कहन्तु, जहाद्वारा कि मो कल्याण प्राप्त हेबि। श्री भगवान उवाच लोके स्मिन् द्विविधा निष्ठा पुरा प्रोक्ता मया नघा ज्ञानयोगेन सांख्यानां कर्मयोगेन योगिनाम्। श्री भगवान कहलेन, हे निष्ठाप, एही लोकेरे दुई प्रकार निष्ठा हुए बोली मु आगुरु कहि सारिछि। तन्मध्यरु सांख्ययोग मानंकर निष्ठा ज्ञानयोग द्वारा एवं योगी मानंकर निष्ठा कर्मयोग द्वारा होई थाए। न कर्मण्यमनारम्भ नष्ठ्य मं पुरुषस्नुते न च सन्न्यासानादेव सिद्धिं समधिगच्छति। मनुष्य कर्मचरण न करी निष्ठार्मता जगनिष्ठा पाई पारे नहीं कि केवल कर्म त्याग करदेई भी सिद्धि बा संख्यानिष्ठा पाई पारे नहीं। न हि कश्चित् क्षणमपि जातो तिष्ठत् कर्मकृता कार्यते हेवस कर्म सर्व प्रकृति जर्गुनै। ଏହା निस्संदेह जे कौनसी मनुष्य कौनसी समयरे क्षणे सुद्धा कर्म न करी रही पारे नहीं, कारण समस्त प्राणी प्रकृतिरु उत्पन्न गुणमानंकर परवश होई कर्म करी बाकु बाध्य हुअन्ति। कर्मेन्द्रियाणि संयम्य आस्ते मनसा शरण इंद्रियार्थान विगुणात्मा मिथ्याचार स उच्यते। जो मूढ़ बुद्धि मनुष्य कर्मेन्द्रिय मानकु बलपूर्वक उपरु रुद्ध करि देई मन द्वारा सही इंद्रिय मानकर विषय चिंतन करिथाए, ताहाकु मिथ्याचारी अर्थात दंभी बोली कुहाजाए। जसीन्द्रियाणि मनसा निन्द्रियमारभतेऽर्जुन कर्मेन्द्रियै कर्मयोगमशक्तो स विशस्यते। किंतु हे अर्जुन, जो पुरुष मन द्वारा इंद्रिय मानकु वश करी अनासक्त होई समस्त इंद्रिय द्वारा कर्मयोग आचरण करती, से श्रेष्ठ अटंती। नियतं कुरु कर्म त्यं कर्मजयो ह्यकर्मण शरीराय त्रिपुच्यते न प्रसिद्ध दकर्मण। तुम्हें शास्त्र विहित कर्तव्य कर्म करो, कारण कर्म न करिबा ठारू
କର୍ମ କରିବା ଶ୍ରେଷ୍ଠ। କର୍ମ ନ କଲେ ତୁମର ଶରୀର ନିର୍ବାହ ମଧ୍ୟ ସିଦ୍ଧ ହୋଇପାରିବ ନାହିଁ। ଯଜ୍ଞାର୍ଥ କର୍ମଣ୍ୟନାତ୍ର ଲୋକୋऽୟଂ କର୍ମବନ୍ଧନା ତଦର୍ଥ କର୍ମ କୌନ୍ତେୟ ମୁକ୍ତ ସଙ୍ଗ ସମାଚର। ଯଜ୍ଞ ପାଇଁ କରାଯାଇଥିବା କର୍ମ ଛଡ଼ା ଅନ୍ୟ କର୍ମମାନଙ୍କରେ ଲାଗି ରହିବା ଫଳରେ ହିଁ ମନୁଷ୍ୟମାନେ କର୍ମବନ୍ଧନରେ ପଡ଼ନ୍ତି। ତେଣୁ ହେ ଅର୍ଜୁନ, ତୁମେ ଆସକ୍ତ ରହିତ ହୋଇ କେବଳ ଯଜ୍ଞ ପାଇଁ ହିଁ ଭଲ ଭାବରେ କର୍ତ୍ତବ୍ୟ କର୍ମ ଆଚରଣ କର। ସହ ଯଜ୍ଞା ପ୍ରଜା ସୃଷ୍ଟା ପୁରୋବାଚ ପ୍ରଜାପତି ଅନେନ ପ୍ରସିଦ୍ଧି ସାଧିମେଷ वो शिष्ठ कामधुना क प्रसविष्यधिमेष वशस्तष्टका अमधुका। ପ୍ରଜାପତି ବ୍ରହ୍ମା କଳ୍ପର ପ୍ରାରମ୍ଭରେ ଯଜ୍ଞ ସହିତ ପ୍ରଜାମାନଙ୍କୁ ରଚନା କରି ସେମାନଙ୍କୁ କହିଥିଲେ, ତୁମ୍ଭେମାନେ ଏହି ଯଜ୍ଞ ଦ୍ୱାରା ବୃଦ୍ଧିପ୍ରାପ୍ତ ହୁଅ ଏବଂ ଏହି ଯଜ୍ଞ ତୁମ୍ଭମାନଙ୍କ ବାଞ୍ଛିତ ଭୋଗ ପ୍ରଦାୟକ ହେଉ। ଦେବାନ ଭାବୟତାନେନ ते ଦେବା ଭାବୟନ୍ତୁଃ ପରସ୍ପରଂ ଭାବୟନ୍ତ ଶ୍ରେୟଃ ପରମବାପ୍ସ୍ୟଥ। ତୁମ୍ଭେମାନେ ଏହି ଯଜ୍ଞ ଦ୍ୱାରା ଦେବତାମାନଙ୍କୁ ଉନ୍ନତ କର ଏବଂ ସେହି ଦେବତାମାନେ ତୁମର ଉନ୍ନତି କରନ୍ତୁ। ଏହିପରି ନିଃସ୍ୱାର୍ଥ ଭାବରେ ପରସ୍ପର ଉନ୍ନତି କରିବା ଫଳରେ ତୁମ୍ଭେମାନେ ପରମ କଲ୍ୟାଣ ପ୍ରାପ୍ତ ହୋଇଯିବ। ଇଷ୍ଟାନ ଭୋଗାନହିବ ଦେବା ଦାସ୍ୟନ୍ତେ ଯଜ୍ଞାଭାବିତା ତଦ୍ଦତ୍ତା ନ ପ୍ରଦାୟୋଭ୍ୟ ଯୋ ଭୁଙ୍କ୍ତେ ସ୍ତେନ ଏବସା। ଯଜ୍ଞ ଦ୍ୱାରା ସମ୍ବର୍ଦ୍ଧିତ ଦେବତାମାନେ ତୁମକୁ ବିନା ପ୍ରାର୍ଥନାରେ ବାଞ୍ଛିତ ଭୋଗ ନିଶ୍ଚୟ ପ୍ରଦାନ କରି ଚାଲିବେ। ସେହି ଦେବତାମାନଙ୍କ ଦ୍ୱାରା ଏହିପରି ପ୍ରଦତ୍ତ ଭୋଗ ପଦାର୍ଥଗୁଡ଼ିକୁ ଯେଉଁ ପୁରୁଷ ସେମାନଙ୍କୁ ଅର୍ପଣ ନ କରି ସ୍ୱୟଂ ଭୋଗ କରେ, ସେ ଚୋର ହିଁ ଅଟେ। ଯଜ୍ଞାଶିଷ୍ଟାସିନଃ ସନ୍ତୋ ମୁଞ୍ଚନ୍ତେ ସର୍ବ କିଳବେଶୌ ଭୁଞ୍ଜନ୍ତେ ତଦ୍ଘଂ ପାପା ଯେ ପଚନ୍ତମକାରଣାତ୍। ଯଜ୍ଞରୁ ବଳିଥିବା ଅନ୍ନ ଭୋଜନ କରୁଥିବା ଶ୍ରେଷ୍ଠ ପୁରୁଷମାନେ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି ଏବଂ ଯେଉଁ ପାପୀମାନେ ନିଜର ଶରୀର ପୋଷଣ ପାଇଁ ଅନ୍ନ ରନ୍ଧନ କରନ୍ତି, ସେମାନେ ପାପ ହିଁ ଭୋଜନ କରନ୍ତି। ଅନ୍ନଦଭବନ୍ତି ଭୂତାନି ପର୍ଜନ୍ୟଦନ୍ନସମ୍ଭବ ଯଜ୍ଞାଦଭବତି ପର୍ଜନ୍ୟୋ ଯଜ୍ଞକର୍ମସମୁଦ୍ଭବ। କର୍ମ ବ୍ରହ୍ମ ଭବଂ ବିଦ୍ଧି ବ୍ରହ୍ମାକ୍ଷର ସମୁଦ୍ଭବଂ ତସ୍ମାତ୍ ସର୍ବଗତ୍ଂ ବ୍ରହ୍ମ ନିତ୍ୟଂ ଯଜ୍ଞେ ପ୍ରତିଷ୍ଠିତମ୍। ସମସ୍ତ ପ୍ରାଣୀ ଅନ୍ନରୁ ଉତ୍ପନ୍ନ ହୁଅନ୍ତି। ଅନ୍ନର ଉତ୍ପତ୍ତି ବୃଷ୍ଟିରୁ ହୁଏ, ବୃଷ୍ଟି ଯଜ୍ଞରୁ ଉତ୍ପନ୍ନ ହୁଏ ଏବଂ ଯଜ୍ଞ ବିହିତ କର୍ମରୁ ଉତ୍ପନ୍ନ ହୁଏ। କର୍ମ ସମୁଦାୟ ବେଦରୁ ଉତ୍ପନ୍ନ ହୁଅନ୍ତି ଏବଂ ବେଦ ଅବିନାଶୀ ପରମାତ୍ମାଙ୍କଠାରୁ ଉତ୍ପନ୍ନ ହୋଇଛନ୍ତି ବୋଲି ଜାଣ। ତେଣୁ ସିଦ୍ଧ ହେଲା ଯେ ସର୍ବବ୍ୟାପୀ ପରମ ଅକ୍ଷର ପରମାତ୍ମା ସଦାସର୍ବଦା ଯଜ୍ଞରେ ପ୍ରତିଷ୍ଠିତା ଏବଂ ପ୍ରବର୍ତ୍ତିତାଂ ଚକ୍ରଂ ନାନୋ ବର୍ତ୍ତାୟତି ୟା
ଅଘାୟୁରିନ୍ଦ୍ରିୟାରାମ ମଘଂ ପାର୍ଥ ସକି ଜୀବତି। ହେ ପାର୍ଥ, ଯେଉଁ ପୁରୁଷ ଏହି ଲୋକରେ ଏହି ପ୍ରକାରେ ପରମ୍ପରା କ୍ରମେ ପ୍ରଚଳିତ ହୋଇ ଆସିଥିବା ସୃଷ୍ଟିଚକ୍ରର ଅନୁକୂଳ ହୋଇ ଚଳେ ନାହିଁ, ଅର୍ଥାତ୍ ନିଜର କର୍ତ୍ତବ୍ୟ ପାଳନ କରେ ନାହିଁ, ଇନ୍ଦ୍ରିୟମାନଙ୍କ ଦ୍ୱାରା ଭୋଗରେ ରମଣ କରୁଥିବା ସେହି ପାପାୟୁ ପୁରୁଷ ବୃଥାରେ ଜୀବନ ଧାରଣ କରନ୍ତି। ଯସ୍ତାମ୍ଭରତିରେବ ସଦାତ୍ମତୃପ୍ତଶ୍ଚ ମାନବ ଆତ୍ମନବ च ସନ୍ତୁଷ୍ଟସ୍ତସ୍ୟ କାର୍ଯ୍ୟଂ ନ ବିଦ୍ୟତେ। କିନ୍ତୁ ଯେଉଁ ପୁରୁଷ ଆତ୍ମାରେ ରମଣ କରୁଥାନ୍ତି ଏବଂ ଆତ୍ମାରେ ତୃପ୍ତ ତଥା ଆତ୍ମାରେ ସନ୍ତୁଷ୍ଟ ହୋଇ ରହିଥାନ୍ତି, ତାଙ୍କ ପାଇଁ କୌଣସି ବି କର୍ତ୍ତବ୍ୟ କରିବାକୁ ବାକି ରହି ନଥାଏ। ନୈବ ତସ୍ୟ କୀର୍ତ୍ତନାର୍ଥୋ ନାକୃତେନେହ କଶ୍ଚନ ନ ଚାସ୍ୟ ସର୍ବଭୂତେଷୁ କଶ୍ଚିଦର୍ଥ ବ୍ୟପାଶ୍ରୟ। ସେହି ମହାପୁରୁଷଙ୍କର ଏହି ବିଶ୍ୱରେ କୌଣସି କର୍ମ କରିବାରେ ପ୍ରୟୋଜନ ରହେ ନାହିଁ କିମ୍ବା କର୍ମ ନ କରିବାରେ କୌଣସି ପ୍ରୟୋଜନ ରହେ ନାହିଁ ତଥା କୌଣସି ପ୍ରାଣୀ ସହିତ ମଧ୍ୟ ତାଙ୍କର କିଛି ବି ସ୍ୱାର୍ଥ ସମ୍ବନ୍ଧ ରହେ ନାହିଁ। ତସ୍ମାଦସକ୍ତା ତତଷ୍ଟଂ କାର୍ଯ୍ୟକର୍ମସମାଚର ଅସ୍ତକ୍ତ ହ୍ୟଚରନ କର୍ମ ପରମାତ୍ମାପ୍ନୋତି ପୁରୁଷ। ତେଣୁ ନିରନ୍ତର ଆସକ୍ତିରହିତ ହୋଇ ନିଶ୍ଚର ସହିତ କର୍ତ୍ତବ୍ୟ କର୍ମ କର, କାରଣ ଆସକ୍ତିରହିତ ହୋଇ କର୍ମ କରୁଥିବା ମନୁଷ୍ୟ ପରମାତ୍ମାକୁ ପାଇଯାଆନ୍ତି। କର୍ମଣ୍ୟୈବ ହି ସଂସିଦ୍ଧମାସ୍ଥିତା ଜନକାଦୟା ଲୋକସଂଗ୍ରହମେବାପି ସମ୍ପର୍ଷଣ କର୍ତ୍ତୁମର୍ହସି। ଜନକାଦି ଜ୍ଞାନୀମାନେ ମଧ୍ୟ ଆସକ୍ତିରହିତ କର୍ମଦ୍ୱାରା ହିଁ ପରମ ସିଦ୍ଧି ପ୍ରାପ୍ତ ହୋଇଥିଲେ। ତେଣୁ ଲୋକକଲ୍ୟାଣ ଦୃଷ୍ଟିରୁ ତୁମ୍ଭେ କର୍ମ କରିବା ହିଁ ଉଚିତ। ଯଦ୍ୟଦାଚରତି ଶ୍ରେଷ୍ଠସ୍ତତ୍ତଦେବେତରୋ ଜନଃ ସ ଯତ୍ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ। ଶ୍ରେଷ୍ଠ ପୁରୁଷ ଯେଉଁ ଯେଉଁ ଆଚରଣ କରନ୍ତି, ଅନ୍ୟ ପୁରୁଷମାନେ ମଧ୍ୟ ସେହି ଆଚରଣ କରନ୍ତି ଏବଂ ସେ ଯାହା କିଛି ପ୍ରମାଣ କରିଦିଅନ୍ତି, ଲୋକେ ତାହା ଅନୁସରଣ କରନ୍ତି। ନ ମେ ପାର୍ଥସ୍ତି କର୍ତ୍ତବ୍ୟତ୍ରିଷୁ ଲୋକେଷୁ କିଞ୍ଚନ ନାନ ବାସ୍ତମବାପ୍ତବ୍ୟଂ ବର୍ତ୍ତ ଏବ ଚ କର୍ମଣି। ହେ ଅର୍ଜୁନ, ତିନି ଲୋକରେ ମୋ ପାଇଁ କୌଣସି କର୍ତ୍ତବ୍ୟ ନାହିଁ କି କୌଣସି ପ୍ରାପ୍ତିଯୋଗ୍ୟ ବସ୍ତୁ ମୋତେ ଅପ୍ରାପ୍ୟ ନୁହେଁ, ତଥାପି ମୁଁ କର୍ମରେ ହିଁ ଲାଗି ରହିଛି। ଯଦି ହ୍ୟଂ ନ କର୍ତ୍ତେୟ ଯାତୁ କର୍ମଣ୍ୟତନ୍ଦ୍ରିତ ମାମ ବର୍ମାନୁବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ୍ୟ। କାରଣ ହେ ପାର୍ଥ, ଯଦି ମୁଁ କେବଳ ସାବଧାନ ହୋଇ କର୍ମରେ ଲାଗି ନ ରହିବି, ତେବେ ବଡ଼ କ୍ଷତି ହୋଇଯିବ। କାରଣ ମନୁଷ୍ୟମାନେ ସବୁ ଦିଗରୁ ମୋତେ ଅର୍ଥାତ୍ ମୋରି ମାର୍ଗ ଅନୁସରଣ କରନ୍ତି। ଉତ୍ସିଦେୟୁରିମେ ଲୋକା ନ କୁର୍ୟାଂ କର୍ମ ଚେଦହଂ ଶଙ୍କରସ୍ୟ ଚ କର୍ତ୍ତା ସ୍ୟାମୁପହନ୍ୟାମି ମା ପ୍ରଜା। ତେଣୁ ଯଦି ମୁଁ କର୍ମ ନ କରିବି, ତେବେ ଏ ସମସ୍ତ ମନୁଷ୍ୟ ନଷ୍ଟଭ୍ରଷ୍ଟ ହୋଇଯିବେ ଏବଂ ମୁଁ ଶଙ୍କରତାର
କର୍ତ୍ତା ହୋଇଯିବି ତଥା ଏହି ସମସ୍ତ ପ୍ରଜାଙ୍କୁ ନଷ୍ଟ କରିବାରେ କାରଣ ହୋଇଯିବି। ସକ୍ତା କର୍ମାଣ୍ୟ ବିଦ୍ୟାଂସୋ ଯଥା କୁର୍ବନ୍ତି ଭାରତା କୁର୍ଯାଦ ବିଦାଂସ୍ତଥା ଆସକ୍ତଶ୍ଚିକୀର୍ଷୁଲୋକ ସଂଗ୍ରହମ୍। ହେ ଭାରତ, କର୍ମରେ ଆସକ୍ତ ହୋଇଥିବା ଅଜ୍ଞାନୀ ଲୋକ ଯେଉଁ ପ୍ରକାରରେ କର୍ମ କରନ୍ତି, ଆସକ୍ତି ରହିତ ବିଦ୍ୱାନ ମଧ୍ୟ ଲୋକ ସଂଗ୍ରହ କରିବାକୁ ଇଚ୍ଛୁକ ହୋଇ ସେହି ପ୍ରକାରେ କର୍ମ କରିବା ଉଚିତ। ନ ବୁଦ୍ଧିଭେଦଂ ଜନୟେଦାଜ୍ଞାନାଂ କର୍ମସଙ୍ଗିନାଂ ଯୋଷୟତ ସର୍ବକର୍ମାଣି ବିଦ୍ୱାନ ଯୁକ୍ତ ସମାଚରନ୍। ପରମାତ୍ମାଙ୍କ ସ୍ୱରୂପରେ ଅଟଳ ଭାବରେ ସ୍ଥିତ ହୋଇଥିବା ଜ୍ଞାନୀ ପୁରୁଷ ଆସକ୍ତିଯୁକ୍ତ ହୋଇ ଶାସ୍ତ୍ର ବିହିତ କର୍ମ କରୁଥିବା ଜ୍ଞାନୀମାନଙ୍କର ବୁଦ୍ଧିରେ ଭ୍ରମ ଅର୍ଥାତ୍ କର୍ମ ପ୍ରତି ଅଶ୍ରଦ୍ଧା ଉତ୍ପନ୍ନ କରାଇବା ଉଚିତ ନୁହେଁ। ବରଂ ସ୍ୱୟଂ ସମସ୍ତ ଶାସ୍ତ୍ରବିହିତ କର୍ମ ଭଲ ଭାବରେ ଆଚରଣ କରି ସେମାନଙ୍କ ଦ୍ୱାରା ମଧ୍ୟ ସେହିପରି ଆଚରଣ କରାଇବା ଉଚିତ। ପ୍ରକୃତେ କ୍ରିୟମାଣାନି ଗୁଣକର୍ମାଣି ସର୍ବଶଃ ଅହଙ୍କାର ବିମୂଢ଼ାତ୍ମା କର୍ତ୍ତାହମିତି ମନ୍ୟତେ। ବସ୍ତୁତଃ ସମସ୍ତ କର୍ମ ସବୁ ପ୍ରକାରରେ ପ୍ରକୃତରେ ଗୁଣମାନଙ୍କ ଦ୍ୱାରା କରାଯାଉଥିବା ତଥାପି ଯାହାର ଅନ୍ତଃକରଣ ଅହଙ୍କାରରେ ମୋହିତ ହୋଇ ରହିଥାଏ, ସେହି ଅଜ୍ଞାନ ହିଁ କର୍ତ୍ତା ବୋଲି ମନେକରେ। ତତଃବିତ୍ତୁ ମହାବାହୋ ଗୁଣକର୍ମବିଭାଗୟୋ ଗୁଣାଗୁଣେଷୁ ବର୍ତ୍ତନ୍ତ ଇତି ମତ୍ତା ନ ସଜ୍ଜତେ। କିନ୍ତୁ ହେ ମହାବାହୋ, ଗୁଣ ବିଭାଗ ଓ କର୍ମ ବିଭାଗର ତତ୍ତ୍ୱ ଜାଣିଥିବା ଜ୍ଞାନୀଯୋଗୀ ଗୁଣମାନେ ହିଁ ଗୁଣମାନଙ୍କରେ ପ୍ରବର୍ତ୍ତିତ ହୁଅନ୍ତି ବୋଲି ବୁଝି ସେଥିରେ ଆସକ୍ତ ହୁଅନ୍ତି ନାହିଁ। ପ୍ରକୃତେର୍ଗୁଣସମ୍ମୂଢ଼ା ସଜ୍ଜନ୍ତେ ଗୁଣକର୍ମସୁ ଜ୍ଞାନକୃତ୍ସ୍ନବିଦମନ୍ଦାନ କୃତ୍ସ୍ନବିନ୍ନ ବିଚାଲୟେତ। ପ୍ରକୃତରେ ଗୁଣରେ ଅତ୍ୟନ୍ତ ମୋହିତ ହୋଇଥିବା ମନୁଷ୍ୟମାନେ ଗୁଣମାନଙ୍କରେ ଓ କର୍ମମାନଙ୍କରେ ଆସକ୍ତ ରହନ୍ତି। ପୂର୍ଣ୍ଣ ଭାବରେ ବୁଝି ନ ଥିବା ସେହି ମନ୍ଦବୁଦ୍ଧି ଅଜ୍ଞାନୀମାନଙ୍କୁ ପୂର୍ଣ୍ଣ ଭାବରେ ଜାଣିଥିବା ଜ୍ଞାନୀ ବିଚଳିତ କରିବା ଉଚିତ ନୁହେଁ। ମୟି ସର୍ବାଣି କର୍ମାଣି ସନ୍ନ୍ୟସ୍ୟ ତଦାତ୍ମଚେତସା ନିର୍ମମ ଭୂତ୍ୱା ଯୁଦ୍ଧସ୍ୟ ବିଗତଜ୍ୱର। ଅନ୍ତର୍ଯ୍ୟାମୀ ପରମାତ୍ମାଙ୍କଠାରେ ଲାଗି ରହିଥିବା ଚିତ୍ତରେ ସମସ୍ତ କର୍ମ ମୋଠାରେ ଅର୍ପଣ କରିଦେଇ ଆଚରଣରହିତ, ମମତାରହିତ ଓ ସନ୍ତାପରହିତ ହୋଇ ଯୁଦ୍ଧ କର। ଯେ ମେ ମତମେଦଂ ନିତ୍ୟମନୁତିଷ୍ଠନ୍ତି ମାନବା ଶ୍ରଦ୍ଧାବନ୍ତଃ ଶ୍ରୂୟନ୍ତୋ ମୁଚ୍ୟନ୍ତେ ତେପି କର୍ମଭିଃ। ଯେଉଁ ମନୁଷ୍ୟମାନେ ଦୋଷ ଦୃଷ୍ଟିରୁ ରହିତ ହୋଇ ଏବଂ ଶ୍ରଦ୍ଧାଯୁକ୍ତ ହୋଇ ସଦାସର୍ବଦା ମୋର ଏହି ମତ ଅନୁସରଣ କରନ୍ତି, ସେମାନେ ମଧ୍ୟ ସମସ୍ତ କର୍ମରୁ ମୁକ୍ତ ହୋଇଯାଆନ୍ତି। ଯେ ତେଦଭ୍ୟାସ୍ୟନ୍ତୋ ନାନୁତିଷ୍ଠନ୍ତି ମେ ମତଂ ସର୍ବଜ୍ଞାନ ବିମୂଢ଼ାସ୍ତାନ୍ ବିଦ୍ଧି ନଷ୍ଟାନ୍ ଚେତସଃ। କିନ୍ତୁ ଯେଉଁ ମନୁଷ୍ୟମାନେ ମୋଠାରେ ଦୋଷାରୋପ କରି ମୋର ଏହି ମତ ଅନୁସାରେ ଚଳନ୍ତି ନାହିଁ, ସେହି ମୂର୍ଖମାନଙ୍କୁ ତୁମେ ସମସ୍ତ ଜ୍ଞାନରେ ମୂଢ଼ ବୋଲି
ଓ ନଷ୍ଟ ହୋଇଯାଇଛନ୍ତି ବୋଲି ହିଁ ଜାଣ। ସଦୃଶଂ ଚେଷ୍ଟତେ ସସ୍ୟ ପ୍ରକୃତିଜ୍ଞାନବାନପି ପ୍ରକୃତି ଯାନ୍ତି ଭୂତାନି ନିଗ୍ରହ କିଂ କରିଷ୍ୟତି। ସମସ୍ତ ପ୍ରାଣୀ ପ୍ରକୃତିକୁ ପ୍ରାପ୍ତ ହୁଅନ୍ତି ଅର୍ଥାତ୍ ନିଜ ସ୍ୱଭାବର ପରବଶ ହୋଇ କର୍ମ କରନ୍ତି। ଜ୍ଞାନବାନ ବ୍ୟକ୍ତି ମଧ୍ୟ ନିଜ ପ୍ରକୃତି ଅନୁସାରେ ଚେଷ୍ଟା କରନ୍ତି। ତେଣୁ ଏଥିରେ କାହାର ଜିଦ୍ ବା କ'ଣ କରିବ? ଇନ୍ଦ୍ରିୟସ୍ୟେନ୍ଦ୍ରିୟ ସ୍ୱାର୍ଥେ ରାଗଦ୍ୱେଷୌ ବ୍ୟବସ୍ଥିତୌ ତୟୋର୍ନ ବଶମାଗଚ୍ଛେତ୍ ହାସ୍ୟ ପରିପନ୍ଥିନୌ। ଇନ୍ଦ୍ରିୟର ଅର୍ଥରେ ଅର୍ଥାତ୍ ପ୍ରତ୍ୟେକ ଇନ୍ଦ୍ରିୟ ବିଷୟରେ ରାଗ ଓ ଦ୍ୱେଷ ଲୁଚି ରହିଛି। ମନୁଷ୍ୟ ସେହି ଦୁଇଟିର ବଶବର୍ତ୍ତୀ ହେବା ଉଚିତ ନୁହେଁ, କାରଣ ସେ ଦୁଇଟି ହେଉଛନ୍ତି ତା'ର କଲ୍ୟାଣ ମାର୍ଗରେ ବିଘ୍ନ ସୃଷ୍ଟିକାରୀ ବିରାଟ ଶତ୍ରୁ। ଶ୍ରେୟାନ୍ ସ୍ୱଧର୍ମୋ ବିଗୁଣା ପରଧର୍ମାସନୁଷ୍ଠିତାତ୍ ସ୍ୱଧର୍ମେ ନିଧନ ଶ୍ରେୟୋ ପରଧର୍ମ ଭୟାବହ। ଉତ୍ତମ ଆଚରଣ ସହିତ ପାଳିତ ହେଉଥିବା ଅନ୍ୟର ଧର୍ମଠାରୁ ଗୁଣରହିତ ହେଲେ ମଧ୍ୟ ସ୍ୱଧର୍ମ ଅଧିକ ମଙ୍ଗଳକର। ନିଜ ଧର୍ମରେ ମରିବା ମଧ୍ୟ କଲ୍ୟାଣକର, କିନ୍ତୁ ଅନ୍ୟର ଧର୍ମ ଭୟାବହ। ଅର୍ଜୁନ ଉବାଚ ଅଥ ନେକେନ ପ୍ରୟକ୍ତେୟଂ ପାପୋ ଚରତି ପୁରୁଷଃ ଅନିଚ୍ଛନ୍ନପି ବାଷ୍ପେୟ ବଲାଦିବ ନିୟୋଜିତଃ। ଅର୍ଜୁନ କହିଲେ, ହେ କୃଷ୍ଣ, ପୁଣି ଏହି ମନୁଷ୍ୟ ସ୍ୱୟଂ ଇଚ୍ଛା ନ କଲେ ମଧ୍ୟ ବଳପୂର୍ବକ ଲଗାଇବା ପରି କାହାଦ୍ୱାରା ପ୍ରେରିତ ହୋଇ ପାପ ଆଚରଣ କରେ। ଶ୍ରୀ ଭଗବାନ ଉବାଚ କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଦ୍ଭବ ମହାବାନ ମହାସନ ମହାପାପ୍ନ ବିଧୌ ନ ମେହ ବୈରିଣମ୍। ଶ୍ରୀ ଭଗବାନ କହିଲେ, ରଜଗୁଣ ଉତ୍ପନ୍ନ ଏହି କାମ ହିଁ କ୍ରୋଧ ଅଟେ। ଯେତେ ଭୋଗ କଲେ ବି ଏହି କାମ ତୃପ୍ତି ହୁଏ ନାହିଁ। ଏ ବଡ଼ ପାପୀ। ଏ ବିଷୟରେ ଏହି କାମକୁ ହିଁ ତୁମେ ଶତ୍ରୁ ବୋଲି ଜାଣ। ଧୂମେନାବୃତାୟତେ ବହ୍ନିର୍ଯଥାଦର୍ଶମଲେନ ଚ ଯଥଲେନାବୃତ ଗର୍ଭାସ୍ତଥା ତେନେଦମାବୃତମ୍। ଅଗ୍ନି ଯେପରି ଧୂଆଁରେ ଆବୃତ ହୋଇଥାଏ, ଦର୍ପଣ ଯେପରି ଧୂଳିଦ୍ୱାରା ଆବୃତ ହୋଇଥାଏ ତଥା ଗର୍ଭ ଯେପରି ଜରାୟୁଦ୍ୱାରା ଆବୃତ ହୋଇ ରହିଥାଏ, ଏହି ଜ୍ଞାନ ସେହିପରି କାମ ଦ୍ୱାରା ଆବୃତ ହୋଇ ରହିଥାଏ। ଆବୃତଂ ଜ୍ଞାନମେତେନ ଜ୍ଞାନେନ ନିତ୍ୟବୈରିଣା କାମପୋରୂପେଣ କୌନ୍ତେୟ ଦୁଷ୍ଟୋରେଣାନଲେନ ଚ। ଏବଂ ହେ ଅର୍ଜୁନ, ଜ୍ଞାନୀମାନଙ୍କର ନିତ୍ୟଶତ୍ରୁ ତଥା ଅଗ୍ନି ପରି କେବେ ତୃପ୍ତ ହେଉ ନ ଥିବା ଏହି କାମ ଦ୍ୱାରା ମନୁଷ୍ୟର ଜ୍ଞାନ ଆବୃତ ହୋଇ ରହିଛି। ଇନ୍ଦ୍ରିୟାଣି ମନୋବୁଦ୍ଧିରସ୍ୟାଧିଷ୍ଠାନముଚ୍ୟତେ ଏତୈର୍ବିମୋହୟତସ୍ୟ ଜ୍ଞାନମାବୃତ୍ତାଦ୍ଦେହିନାମ୍। ଇନ୍ଦ୍ରିୟଗଣ ମନ ଓ ବୁଦ୍ଧି ଏମାନଙ୍କ କାମର ବାସସ୍ଥାନ ବୋଲି କୁହାଯାଏ। ଏହି କାମ ଏମାନଙ୍କ ଦ୍ୱାରା ଅର୍ଥାତ୍ ମନ, ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କ ଦ୍ୱାରା ହିଁ ଜ୍ଞାନକୁ ଆଚ୍ଛାଦିତ କରି ଜୀବାତ୍ମାକୁ ବିମୋହିତ କରେ। ତସ୍ମାତ୍ତମିନ୍ଦ୍ରିୟାଣ୍ୟଦୌ ନିୟମ୍ୟ ଭରତବର୍ଷଭ ପାପାତ୍ମାନଂ ପ୍ରଜହିହନଂ ଜ୍ଞାନୀ ବିଜ୍ଞାନନାଶରଣମ୍। ତେଣୁ ହେ ଅର୍ଜୁନ, ତୁମେ ପ୍ରଥମେ ଇନ୍ଦ୍ରିୟମାନଙ୍କୁ
ବଶ କରି ଜ୍ଞାନ ଓ ବିଜ୍ଞାନକୁ ନାଶ କରୁଥିବା ଏହି ମହାପାପୀ କାମକୁ ହିଁ ସାହସର ସହିତ ମାରିଦିଅ। ଇନ୍ଦ୍ରିୟାଣୀ ପରାଣ୍ୟହ୍ୟୁରିନ୍ଦ୍ରିୟେଭ୍ୟଂ ପରଂ ମନସସ୍ତୁ ପରା ବୁଦ୍ଧିର୍ଯୌ ବୁଦ୍ଧେ ପରତସ୍ତୁ ସ। ଇନ୍ଦ୍ରିୟମାନଙ୍କୁ ସ୍ଥୂଳ ଶରୀର ଠାରୁ ଶ୍ରେଷ୍ଠ, ବଳବାନ ଓ ସୂକ୍ଷ୍ମ ବୋଲି କହନ୍ତି। ଇନ୍ଦ୍ରିୟମାନଙ୍କର ଠାରୁ ମନ ଶ୍ରେଷ୍ଠ, ମନଠାରୁ ବୁଦ୍ଧି ଶ୍ରେଷ୍ଠ ଓ ଯାହା ବୁଦ୍ଧିଠାରୁ ମଧ୍ୟ ଅତ୍ୟନ୍ତ ପର ଅର୍ଥାତ୍ ଶ୍ରେଷ୍ଠ ତାହା ହେଉଛି ଆତ୍ମା। ଏବଂ ବୁଦ୍ଧେ ପରଂ ବୁଦ୍ଧା ସଂସ୍ତଭ୍ୟାତ୍ମାନମାତ୍ମନା ଜହି ଶତ୍ରୁ ମହାବାହୁ କାମରୂପଂ ଦୁରାସଦମ୍। ଏପରି ଭାବରେ ଆତ୍ମାକୁ ବୁଦ୍ଧିଠାରୁ ପର ଅର୍ଥାତ୍ ସୂକ୍ଷ୍ମ, ବଳବାନ ଓ ଅତ୍ୟନ୍ତ ଶ୍ରେଷ୍ଠ ବୋଲି ଜାଣି ଏବଂ ବୁଦ୍ଧି ଦ୍ୱାରା ମନକୁ ବଶ କରି ହେ ମହାବାହୁ, ତୁମେ ଏହି କାମରୂପୀ ଦୁର୍ଜୟ ଶତ୍ରୁକୁ ମାରିଦିଅ। ଓଂ ତତ୍ସଦିତି ଶ୍ରୀମଦ୍ଭଗବଦ୍ ଗୀତାସୁପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସଂବାଦେ କର୍ମଯୋଗେ ନାମ 3ୟ ଅଧ୍ୟାୟ। ଜୟ ଶ୍ରୀକୃଷ୍ଣ।